ମୋ ପ୍ରଭୁ ରଘୁକୁଳ ତିଳକ ରାମ ଠାକୁର ବସିଛନ୍ତି। କାନ୍ଦୁଛନ୍ତି, ଆଖିରୁ ଆଖିଏ ଲୁହ, ଶ୍ରାବଣୀର ଧାରା ଛୁଟି ଚାଲିଛି। ଆଜ୍ଞା ଅଷ୍ଟ ସେନାପତି ଅଷ୍ଟ ଯୁଦ୍ଧପତି ପ୍ରଭୁଙ୍କ ଚତୁଃପାର୍ଶ୍ୱରେ ଘେରିକି ଅଛନ୍ତି, ବେଢ଼ିକି ଅଛନ୍ତି। ଆଜ୍ଞା ଆଜ୍ଞା ଚତୁଃପାର୍ଶ୍ୱରେ ବେଢ଼ିକି ଅଛନ୍ତି। ଅଷ୍ଟ ସେନାପତି ମାନେ ପ୍ରଭୁଙ୍କୁ ପଚାରୁଛନ୍ତି। ବାପା ଲେଖିବେ କିଏ? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବହି ଦେଇଛନ୍ତି ଆସ ଛାନ୍ଦପଦେ। ଅଷ୍ଟ ସେନାପତି ମାନେ ରାମଙ୍କ ଚତୁଃପାର୍ଶ୍ୱରେ ବେଢ଼ିଛନ୍ତି, ବସିଛନ୍ତି। କହିଲେ ବିଭୂଷା ବିଶେଷ ଭାବରେ ଜଟା ମୁକୁଟକୁ ପରିଧାନ କରି ମାଲ୍ୟବନ୍ତ ପର୍ବତରେ ପ୍ରଭୁ ବସିଛନ୍ତି। ଅଷ୍ଟ ସେନାପତି ମାନେ ପଚାରୁଛନ୍ତି, କହିଲେ ପ୍ରଭୁ ପ୍ରଭୁ ଆପଣଙ୍କ ଆଖିରେ କାହିଁକି ଲୁହ? ଆପଣ କାହିଁକି କାନ୍ଦୁଛନ୍ତି? ପ୍ରଭୁ ଅଷ୍ଟ ସେନାପତି ମାନେ କହିଲେ କହିଲେ ଏ ରାମଚନ୍ଦ୍ର କହିଲେ, ହେ ଅଷ୍ଟ ସେନାପତି ମାନେ ମୁଁ କାହିଁକି କାନ୍ଦୁଛି ଜାଣିନ? ନା ପ୍ରଭୁ, ମୋ ବାପା ଚାଲିଗଲେ, ମୁଁ ରାଜ୍ୟ ହରା ହେଇଗଲି, ମୋ ପାଖରୁ ସୀତା ଚୋରି ହେଇଗଲା, ମୋ ସୀତା ଚୋରି ହେଇଛି, ମୁଁ କାନ୍ଦୁଛି ଏଇଥିପାଇଁ। ରାବଣ ମୋ ସୀତାକୁ ଚୋରି କରି ନେଇଛି। ରାବଣ କିଏ? ରାବଣ ବୋଲେ କଣ ବୁଝିବା? କଣ ରାବଣ ବୋଲେ କଣ ବୁଝିବା? ଆଜ୍ଞା ଆମେ ବୁଝିପାରୁ। ରାମଚନ୍ଦ୍ରଙ୍କ ପାଖରେ ଯୋଉ ଅଷ୍ଟ ସେନାପତି ମାନେ ଥିଲେ, ଆଜ୍ଞା ସେମାନେ କଣ ଜାଣିନଥିଲେ ରାବଣ କିଏ ବୋଲି? ଜାଣିଥିଲେ। ରାବଣ କିଏ ବୋଲି ଆଜ୍ଞା ଜାଣିଥିଲେ ନା ନାଇଁ? ଆଜ୍ଞା ପୁଣି ଅଷ୍ଟ ସେନାପତି ମାନେ ପଚାରୁଛନ୍ତି, ସାର୍ ରାବଣ କିଏ? କିଏ? ନା ଭଞ୍ଜଙ୍କ ଲେଖା ଭିତରେ ଆଜ୍ଞା କେତେ ସୁନ୍ଦର ବ୍ୟାକରଣ ଅଛି, ଆପଣ ମାନେ ଦେଖନ୍ତୁ। ରାବଣ କିଏ? ନା ଆମେ ବ୍ୟାକରଣରେ କହୁଛେ ରବତୀତି ରାବଣ, ଯିଏ ରାବେ ତାକୁ ରାବଣ କହନ୍ତି। ଭଞ୍ଜ ସେଇ କଥା କହିଲେ। ରାବଣ କିଏ? କହିଲେ ବଡ ଯେ ରାବକୁ ବହି କବି ସମ୍ରାଟ ଭଞ୍ଜ କେତେ ସୁନ୍ଦର ଭାବରେ ବୁଝେଇଥିଲେ। ରାବଣ କିଏ? କିଏ ନା ବଡ ଯେ ରାବକୁ ବହି ବୋଲାଏ ରାବଣ ସେ, ଯିଏ ଜୋରେ ରାବେ ତାକୁ ରାବଣ କହନ୍ତି। ସାରେ ରାବେ କିଏ? କାଉ ତ କାଉର ରାବଟା ହଉଛି ମନ୍ଦ ରାବ, ମନ୍ଦ ରାବଟା ଆଜ୍ଞା ରାବଣ କହନ୍ତି। ତାହେଲେ ଏଠି ରାମ ଠାକୁର କହିଲେ ସେ ରାବଣ କିଏ? ନା ଲଙ୍କାର ରାଜା, ଲଙ୍କାର ରାଜା ରାବଣ ମୋ ସୀତାଙ୍କୁ ଚୋରି କରି ନେଇଛି। ପ୍ରଭୁ ଲଙ୍କା କଣ? ଉପର ମୁହିଁ ନା ପିପଳି ଲଙ୍କା ନା ଦକ୍ଷିଣୀ ଲଙ୍କା? କୋଉ ଲଙ୍କା କଥା କହୁଛ? ଲଙ୍କା କଣ? ଆରେ ଲଙ୍କା ବେଲେ ଏ ଯୋଉ ଅନୁଷ୍ଠାନ ବାଲା ଆମକୁ ଖାଇବାକୁ ଦଉଛନ୍ତି ଯୋଉ ଲଙ୍କା, ଆଜ୍ଞା ସେ କଥା। ଆଉ କୋଉ ଲଙ୍କା? ନା 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 ନା, ଲଙ୍କା କାହାକୁ କହନ୍ତି ଜାଣିଛୁ? ଲଙ୍କା ବେଲେ କଣ ବୁଝ? ଆପଣ ମାନେ ଭାବୁଥିବେ ଲଙ୍କା ବେଲେ ଆମେ ଯୋଉ ରାଗ ଖାଉଛେ ତାକୁ ଲଙ୍କା କହୁଛନ୍ତି। ଆଜ୍ଞା ନାଇଁ ଆଜ୍ଞା, ନା ଭଞ୍ଜ କହିଲେ, ଭଞ୍ଜ କହିବେ। ଲଙ୍କା ପାଲା ଭିତରେ ଭଞ୍ଜ କେତେ ଶିକ୍ଷା ଦେଇଛନ୍ତି ଆଜ୍ଞା ମୋ ବାପା, ଆପଣ ମାନେ ଶୁଣନ୍ତୁ। ଆଉ ଖାଲି ଇଆଡୁ ସାଡୁ ଗପ ଚାରିପଦ କହିଦେଲେ ବାପା ପାଲା ହୁଏନି। ତାହେଲେ ଲଙ୍କା କାହାକୁ କହନ୍ତି? କାହାକୁ? ବୋଲେ ବସିବା ସ୍ଥାନ ହୁରିରେ ବଣା ହେବ ସେହି ବାସକୁ
ସ୍ଥାନ ଆହୁରି ଆଜ୍ଞା ଯୋଉ ଜାଗାରେ ଲୋକ ବସିଛନ୍ତି ହଁ ଯୋଉ ଜାଗାରେ ସଭା ହୁଏ ଆଜ୍ଞା ସାରେ ସେ ଜାଗାଟାକୁ ଲଙ୍କା କୁହାଯାଏ। ଲଙ୍କା କୁହାଯାଏ। ଆମ ପୁରାଣ ଭିତରେ ଆଜ୍ଞା। କେତେ ମାର୍ମିକ ବାର୍ତ୍ତା ସମାଜ ପାଇଁ ଅଛି ହଁ ତାକୁ ଆମେ ଦେଖିବାକୁ ପଡିବ। ଆଜ୍ଞା। ଯୋଉ ଜାଗାରେ ସଭା ହୁଏ ଆଜ୍ଞା ଏ ସଭା ସ୍ଥଳଟାକୁ ଆଜ୍ଞା ଲଙ୍କା ଲଙ୍କା କୁହାଯାଏ। ତାହେଲେ ବସିବା ସ୍ଥାନ ଆହୁରି ଆଜ୍ଞା ଆଉ ଲଙ୍କା କାହାକୁ କୁହନ୍ତି ହଁ ନା ବାସ କୂଳଟାର ଆଜ୍ଞା କୂଳଟା ବୋଲେ ବେଶିଆ 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 ପୁରକୁ ଲଙ୍କା କୁହାଯାଏ। ଲଙ୍କା କୁହାଯାଏ। ଆଉ କାହାକୁ ଲଙ୍କା କହନ୍ତି କାହାକୁ ନା ସ୍ଥିତି ଡାଙ୍କିନୀର ହଁ ବୋଲେ ଡାଙ୍କିନୀ ମାନେ ଯୋଉ ଜାଗାରେ ରହନ୍ତି ହଁ ଭୂତ ପ୍ରେତ ଯୋଗିନୀ ଆଜ୍ଞା ଏଇମାନେ ଯୋଉ ଜାଗାରେ ରହନ୍ତି ଆଜ୍ଞା ତାକୁ କହନ୍ତି ଲଙ୍କା। ଲଙ୍କା ଆଉ କାହାକୁ ଲଙ୍କା କହନ୍ତି କାହାକୁ ନା ରକ୍ଷ ଗ୍ରାମ ଆଜ୍ଞା ସାରେ ରକ୍ଷ ବୋଲେ ରାକ୍ଷସ ହଁ ରାକ୍ଷସପୁରକୁ ଲଙ୍କା କୁହାଯାଏ। ତେଣୁ ରାମ ଠାକୁର କହିଲେ ହେ ସେନାପତି ମୋ ସୀତା କୋଉଠି ଅଛି ହଁ ନା ରାକ୍ଷସପୁର ଲଙ୍କାରେ ମୋ ସୀତା ସେଇ ଜାଗାରେ ଅଛି ରେ। ରହମ ହଁ ପ୍ରଭୁ ହଁ। ଆହୁରି କଡୁଆ ହେଲା ବୋଲେ ସୀତା ବେଲେ କଣ ବୁଝିବୁ ଆମେ ଦେଖନ୍ତୁ ଆଜ୍ଞା ହଁ ଅଷ୍ଟ ସେନାପତି ମାନେ ସୀତା ଜାଣିନାହାନ୍ତି ଆଜ୍ଞା କି ଆପଣ ମାନେ ସୀତା ଜାଣିନାହାନ୍ତି। ହଁ ଭଞ୍ଜଙ୍କର ହଁ ଲେଖାକରେ ମାଧୁର୍ଯ୍ୟପୂର୍ଣ୍ଣ ଆଜ୍ଞା ଓଡ଼ିଆ ରୀତି ସାହିତ୍ୟ ଯୁଗର ସ୍ରଷ୍ଟା ହଁ ଯେ ସେ ସମ୍ରାଟ ଆଜ୍ଞା କେତେ ସୁନ୍ଦର ଭାବରେ ଲେଖିଲେ। ହଁ 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 କହିଲେ ସୀତା କିଏ କିଏ ଖାଲି କଣ ରାମଙ୍କ ସ୍ତ୍ରୀ ସୀତା ହଁ ଆଉ ସୀତା କେହି ନାହାନ୍ତି। ନାହାନ୍ତି ଯେତେବେଳେ ଅଷ୍ଟ ସେନାପତି ପଚାରିଲେ ସୀତା କିଏ କିଏ ରାମ ଉତ୍ତର ଦେଲେ ଆଜ୍ଞା। କହିଲେ ବୈଦେହୀ ସୀତା ମୋରା ସାରେ କେତେ ସୁନ୍ଦର ଅର୍ଥ। ଆଜ୍ଞା କହିଲେ ବୈଦେହୀ ସୀତା ମୋ ରାମା ରାମା ରାମ କହିଲେ ସୀତା ହଉଛି ମୋ ସ୍ତ୍ରୀ। ସ୍ତ୍ରୀ ଏଇଠି ଅଷ୍ଟ ସେନାପତି ମାନେ ଦ୍ୱିତୀୟ ପାଦରେ ଉତ୍ତର ଦେଲେ। ହଁ 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 କହିଲେ ବୈଦେହୀ ବଣିକ ବାମା ହଁ ବଣିକ ବାମା ବୋଲେ ଆଜ୍ଞା ବଣିଆ ଘର ବୋହୁ ତାକୁ ବୈଦେହୀ କୁହାଯାଏ। ରାମଚନ୍ଦ୍ର ଯେତେବେଳେ କହିଲେ ମୋ ସ୍ତ୍ରୀ ହଉଛି ବୈଦେହୀ ବୈଦେହୀ ଅଷ୍ଟ ସେନାପତି ମାନେ କହିଲେ ଆପଣଙ୍କ ସ୍ତ୍ରୀ କି ଖୋଜିବାକୁ ଆମେ କଣ ବଣିଆ ଘରକୁ ଯିବୁ ବଣିଆ ଘରକୁ ଯିବୁ ବଣିଆ ଘର ବୋହୁଟାକୁ ବୈଦେହୀ ବୋଲି କହୁ କୁହାଯାଏ। ଖାଲି ସେତିକି ନୁହଁ ନା ଆଉ କିଏ ଆଉ କିଏ ନା ବିଷ୍ଣୁପତି ସୀତା ହଁ ଅଷ୍ଟ ସେନାପତି ମାନେ ଯେତେବେଳେ କହିଲେ ହଁ ଆମେ ସୀତାକୁ ଖୋଜିବାକୁ କଣ ବଣିଆ ଘରକୁ ଯିବୁ ଗଙ୍ଗାଙ୍କର ଗୋଟେ ନା ସୀତା ଆଜ୍ଞା କହିଲେ ସୀତାକୁ ଖୋଜିବାକୁ କଣ ଆମେ ଗଙ୍ଗା କୂଳକୁ ଯିବୁ ଗଙ୍ଗା କୂଳକୁ ଯିବୁ ହଁ ଆଜ୍ଞା ହଁ। ଓଡ଼ିଆ ଘରେ ଯୋଉ ମିଠାଟା ତିଆରି ହୁଏ ଆଜ୍ଞା ତା ନାଁଟା ବି ସୀତା ସୀତା ହଁ କହିଲେ ଆମେ ସୀତାକୁ ଖୋଜିବା ପାଇଁ କଣ ଗୁଡିଆ ଘରକୁ ଯିବୁ ହଁ ସେଇଠି ରାମଚନ୍ଦ୍ର କହିଲେ ନାଇଁ ନା ମୋ ସୀତାକୁ ଖୋଜିବାକୁ ହଁ ତମେ କେହି ଭ୍ରମରେ ପଡିବନି। ନା ନା କଣ ଭ୍ରମରେ ନା ମୋ ସୀତାର 6ଟା ନା ଛଅଟା ନା ମୋ ସୀତାର ଛଅଟା ନା କହିଲେ ଯୋଉ ସୀତାର 6ଟା ନା ଆସିବ ସେ ହଉଛି ମୋ ସ୍ତ୍ରୀ। ମୋ ସୀତା ତାହେଲେ ସୀତାଙ୍କର ହଁ 6ଟା ନା ଆଜ୍ଞା କଣ କଣ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଲେ ଆଜ୍ଞା କହିଲେ ବୁଝିବ ପୁଣି ସହଜେ ମୋ ପ୍ରଭୁ ରାମ ଠାକୁର ଆଜ୍ଞା ସୀତାଙ୍କର ସମ୍ପୂର୍ଣ୍ଣ ବିବରଣୀ ଆଜ୍ଞା ଦେଇଦେଲେ ଆଜ୍ଞା ସବୁ ବିବରଣ ପାଇ ସାରିବା ପରେ ପରେ ଅଷ୍ଟ ସେନାପତି ମାନେ ବାହାରି ପଡିଲେ। ବାପା ହଁ କବିରାଜ ପଣ୍ଡିତ ଆଜ୍ଞା ଏଇଠି ଆପଣ ମାନଙ୍କର ଶୋକକୁ ଉତ୍ଥାପନ କଲେ। ଆଜ୍ଞା ମୁଁ କହିଛି ଆଜ୍ଞା ହଁ ରାଘବ ପାଣ୍ଡବ ମାଝି ଗାଇବି ହଁ ମୁଁ ଯୋଉଠି ଛାଡିକି ଯିବି ଆଜ୍ଞା ମୋ সোনা ଭାଇନା ଆସିଲେ ସେଇଠୁ ପୂରଣ କରିବେ। ଦେଖନ୍ତୁ ଆଜ୍ଞା ହଁ ଆପଣ ମାନେ ତ ଜ୍ଞାନୀ ଗୁଣୀ ହଁ ବହୁତ ଦୂର ଦୂରାନ୍ତରୁ ଆପଣ ମାନେ ଆସିକି ବସିଛନ୍ତି ଆଜ୍ଞା ବହୁତ ପାଲା ମୋ ଭାଇନାଙ୍କର ଆପଣ ଦେଖିଲେଣି ହଁ କିନ୍ତୁ ଏ ପାଲା ଦେଖିନଥିବେ। ହଁ ଆଜି ଆସିଲେ ଯୋଉଠୁ ମୁଁ ଛାଡିକି ଯିବି ଆଜ୍ଞା ଆପଣ କହିଲେ ହଁ ଦଳେ ବାବୁ କାଲି ଯେମିତି ତମ ଛଡା ଜିନିଷକୁ ପୂର୍ଣ୍ଣ କରିଥିଲେ ଆଜି ଆପଣ ସେମିତି ପୂର୍ଣ୍ଣ କରନ୍ତୁ। କରିବେ ଯାହା ହଉ ହଁ ଶୁଦ୍ର
ଚିଲିକା ବାଲୁ ଗାଁରୁ ଆଜ୍ଞା ଆମ ନିକଟରେ ଆମ ସାର୍ ସନ୍ତୋଷ ସାର୍ ହଁ ପାଲା ଦେଖିବାରେ କେତେ ଆଗ୍ରହ ଆଜ୍ଞା ପାଲା ବାଲାଙ୍କ ପ୍ରତି କି ଭଲ ପାଇବା ହଁ ସୁଦୂରରୁ ସାରେ ରାତି 9ଟାରେ ଆସିକି ପହଞ୍ଚୁଛନ୍ତି। ଆଜ୍ଞା ଆଜ୍ଞା ଯାହା ହଉ ହଁ। ମୁଁ ସାର୍ଙ୍କ ପାଇଁ ପ୍ରାର୍ଥନା କରୁଛି ହଁ। ଏଇଭଳି ମନୋବୃତ୍ତି ଅନୁଷ୍ଠାନ ପ୍ରତି ଆଉ କଳାକାର ମାନଙ୍କ ପ୍ରତି ରହିଥାଉ ବୋଲ ଆର ହରି ବୋଲ ତାହେଲେ ପୁଅ ଆଜ୍ଞା ଏଇଠି କବିରାଜ ପଣ୍ଡିତ କହିଲେ ଅଷ୍ଟସେନାପତି ମାନେ ବାହାରିଛନ୍ତି। ହଁ କୁଆଡେ ଯିବେ ନା ସୀତାକୁ ଠାବ କରିବାକୁ ଯିବେ। ହଁ କଣ ଲେଖିଲେ ସେ ଲୋକ କଣ କହିଲେ ସମଗ୍ର ବୈକର୍ତ୍ତନ ଶକ୍ତି नारायण मंगल करंतु दीर्घाय करंतु रिष्टाय खंडन करंतु रोग व्याधि मोचन करंतु अधिक रोध करंतु हे प्रभु सत्यनारायण स्वामी हो ताले आज्ञा अर्थ करबा आज्ञा हाँ समग्र वैकर्तन शक्तिर अग्रे हाँ समग्र बोले समस्त हाँ वैकर्तन आज्ञा विकर्तन से अपत्य पुमान इति वैकर्तन वैकर्तन विकर्तन बोले सूर्य आज्ञा सूर्य ठारू अपत्यार्थ हाँ जन्म ने किए सूर्य पुओ रामायण रे किए आज्ञा सुग्रीवर आज्ञा रामचंद्र सैन्य बाहिनी अग्रभाग आज्ञा सूर्य पुओ हाँ सुग्रीवर अग्रण अच्छा आगुआ अच्छा तदा शरत काले हाँ सेतिकी बेले शरत काल आज्ञा शरत काल बोले शरत ऋतु होइतिला ए बापा आज्ञा शरत ऋतु समय रे हाँ वर्षा ऋतु सरी जाइछि आज्ञा शरत ऋतु आरंभ होइछि हाँ सीतांकु ठाब करबा पई आज्ञा ये भालू मांकड़ थाट भितर हाँ सूर्यंकर पुओ सुग्रीवर आज्ञा अग्रणी अछंती एटा टाणी होछि तो कोन करबा हाँ हाँ से तो बारंबार कहलेनी माइकटा टिके ये होछि बोली आज्ञा अप डाउन हेले मु कोन कहबी अब बैटरी तो बैटरी होती जति होती करबा आ कोन करबा हाँ ताले आज्ञा ताले हाँ रामायण रे हाँ सूर्यंकर पुओ सुग्रीवर आज्ञा सैन्य सामंत को धरी आज्ञा सीता ठाब करबा पई बाहरी छंती सारे रामायण कथाटा एइथि रहिला एइठु आरंभ करिया महाभारत कथा हाँ एपटे आज्ञा मान चक्रवर्ती पर्ण नारायण राजा दुर्योधन हाँ जी चालिले पद्म फुटे आज्ञा हसिले मुक्ता धरे झरे से दुर्योधन सिंहासन उपरे बसिछि आज्ञा शकुनी मामू जाइकी पहुंचिले हाँ 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 दुर्योधनर मामू क्या आज्ञा शकुनी हाँ शकुनी जाइकी पहुंची गले आज्ञा डाकी देले कहले भणजा मामू मामू मो नमस्कार नियो मामू तो नमस्कार ग्रहण करिया भाई मोठा को आसीनी एते राग काई रागिबिनी कोन हेछि कोन केमिति मु देखा गलिनी तो देखा कि नहीं तमे तो मनीष भलिया देखा जाउ तो केमिति देखा अरे जाउ सुखी गलिनी दुर्बल हे गलिनी मु ए मामू तो राज्य रे खाद्य रो अभाव मामू हाँ मो राज्य रे हाँ मां लक्ष्मी होइछंती भंडार घर दायित्व रखती माँ लक्ष्मी लक्ष्मी जो राज्य लक्ष्मी भंडार घर दायित्व रखती से राज्य तुम दुर्बल हो जाऊछ अरे भणजा हाँ खाद्य सीना अच्छी हाँ अरे पीवा को नहीं तुम पीऊच को पीवा कथा कहूचु आउ से जिनिस मोर चलुनी अरे नाली चाह करी खाऊची क्षीर टोपाटे नहीं नाली चा पीउछंती क्षीर टोपाटे नहीं मामू हाँ मो राज्य पूरा लक्षे पटुआ गाई अछंती ए भणजा मो राज्य एते गाई अछंती तथापि मो राज्य क्षीर अभाव पड़ुची भणजा मामू ए जो गाई सब आसी नाहंदी हाँ ए कहीं दुहालिया गाई नुह बोले जो गाई गुडा ताको चीर सुकी गलानी एमानको चीर सुकी गलानी हाँ एमाने दुहालिया गाई नु नहीं 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 ताले तुम कहबा कथाटा कोन गोटिए गाई अछि हाँ मो कथा जदि तू मानिबू हाँ से गाई के आनिले हाँ तू पीबू हाँ रानी पीबो हाँ राज्यवासी पीबे हाँ जेते हमर आज्ञा माने बसचंदी पीबे हाँ शीतलीकरण रे दबा हाँ जहा बलिबो जमी रे मडेबा कोठी एते क्षीर दबो से बोले से गाई एते क्षीर देबो हां एते उपकार करियो एते उपकार करियो अच्छा मामू कोन जा गाईटा आनिबा कोठू विराट राज्य रे अछि विराट राज्य रो गाई आनिबा हां कोन चोरी करी आनिबा ए भणजा चोरी काहे करबा युद्ध करी आनिबा हमें
ଦୁର୍ଯ୍ୟୋଧନ ଭାବିଲା ହଁ କହିଲା ମୁଁ ବିରାଟ ରାଜାକୁ ସିନା ମାମୁଁ କଥାରେ ପଡିକି ଗାଈ ଆଣିବା ପାଇଁ ଯିବି ହଁ କିନ୍ତୁ ଗୋଟେ ଭୟ ଅଛି। ଭୟ ନା କଣ ଭୟ? କିଚକଟା ମଲାଣି ନା ବଞ୍ଚୁଛି? ହଁ ଭଣଜା କିଚକଟା ମରିଛି ନା ବଞ୍ଚୁଛି? ଭଣଜା ହଁ ସେ କୀଚକ ଆଉ ଅଛି? ଆଉ ତାକୁ ଜଣେ ସ୍ୱର୍ଗର ଗନ୍ଧର୍ବ ଆସିକି ମାରି ଦେଇକି ଚାଲି ଯାଇଛି। ଶକୁନି ଜାଣିଛି କିଚକକୁ କିଏ ମାରିଛି? ଆଜ୍ଞା କେହି ନ ଜାଣିଲେ ଶକୁନି ଜାଣିଛି। କିଚକକୁ ମାରିଛି କିଏ? ଭୀମ। ବ୍ୟାସ ସଂସ୍କୃତ ମହାଭାରତ ହଁ। ସୁନ୍ଦର ଶ୍ଲୋକଟିଏ ଏ। କହିଲେ ତତ୍ରାହଂ କିଚକ ମନ୍ୟେ ସେନେନ ମାରିତ ସୌରେନ୍ଦ୍ରୀ ଦ୍ରୌପଦୀ ମନ୍ୟେ ମାତ୍ର କାର୍ଯ୍ୟ ବିଚାରଣା। ଶକୁନି ଜାଣିଛି ଆଜ୍ଞା ଭୀମ କିଚକକୁ ମାରି ଦେଇଛି ବୋଲି ଶକୁନି ସମ୍ପୂର୍ଣ୍ଣ ଜାଣିଛି। ଜାଣିଛି। ତଥାପି ଦୁର୍ଯ୍ୟୋଧନ ଆଗରେ ଇଏ ଶକୁନି ଆଉ ସତ କଥା ଖୋଲିକି କହୁନି। ତାହେଲେ ହଁ। ଦୁର୍ଯ୍ୟୋଧନ କହିଲା କହିଲା ମାମୁଁ ଭଣଜା ଚୋରି କରିବାକୁ ଯିବା? ନା 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 ଆଉ ଯୁଦ୍ଧ କରିକି ଆଣିବା। ବାପା ହଁ ଯେତେବେଳେ ଛୋଟ ପିଲାମାନେ ଭୁଲ କାମ କରନ୍ତି ହଁ ମୋ ବାପା ମାନେ ମୋ ଆଜ୍ଞା ମାନେ ଏତେ ସଂଖ୍ୟାରେ ଆପଣ ମାନେ ବସିଛନ୍ତି ଆଜ୍ଞା ଛୋଟ ମାନେ ଭୁଲ କାମ କଲେ ହଁ ଜ୍ଞାନୀ ଲୋକମାନେ ବରିଷ୍ଠ ଲୋକମାନେ ବয়োଜ୍ୟେଷ୍ଠ ଲୋକମାନେ ହଁ ସାର୍ ତାଙ୍କୁ ଭଲ ବାଟକୁ ଆଣନ୍ତି। ଆଣନ୍ତି। ହଁ। ଏ ଦୁର୍ଯ୍ୟୋଧନ ଯେତେବେଳେ ଶକୁନି କଥାରେ ପରିଚାଳିତ ହେଇ ଆଜ୍ଞା ପରର ଗାଈ ଚୋରି କରିବାକୁ ଯାଉଛନ୍ତି। ବାହାରିଛି ହଁ। ତାଙ୍କୁ ବାରଣ କଲା ଜଣେ ଜଣେ। ସେ କିଏ କିଏ? ନା ବିଦୁର। ବିଦୁର ବିଦୁର ଜଣେ ମହତ ଲୋକ ହଁ 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 ବିଦୁର ଜଣେ ଭଦ୍ର ଲୋକ ଆଜ୍ଞା ବିଦୁର ଦୁର୍ଯ୍ୟୋଧନକୁ ଡାକିଲେ ହଁ। କହିଲେ ବାବୁ ଦୁର୍ଯ୍ୟୋଧନ ବାବୁ ରାଗ ଚୋଖି ଚୋଖି ଖାଲି ଡାକିଲେ ହବ ନାଇଁ ଛାନ୍ଦ ପଛେ ଛାନ୍ଦ ଲେଖିବେ କିଏ କିଏ? ଏଇ ମାଟିର ପୁଅ ଗାୟକ କେଶରୀ ଉଦୟନାଥ ରଥ ଶର୍ମା। ଉଦୟନାଥ ତମ ଘର ଚାକର ବୋଧେ ହଁ। ତୁମ ସନା ଭାଇନାଙ୍କ ଭଳିଆ କଣ କହିଲୁ କେଶରୀ କହିଲେ ପରା। ଗାୟକ କେଶରୀ ଉଦୟନାଥ ରଥ ଶର୍ମା ଛାନ୍ଦ ପଦେ ଆଜ୍ଞା। କହିଲେ ପର ନାରୀ ପର ଜ୍ଞାନେନ୍ଦ୍ର ପୁଙ୍ଗବ ବିଦୁର ବୁଝେଇଲେ କହିଲେ ବାବୁ ଦୁର୍ଯ୍ୟୋଧନ ହଁ ତୁ ଏ ଶକୁନି କଥାରେ ପରିଚାଳିତ ହନି ନା ପର ନାରୀ ହଁ। ପର ଧନ ଆଜ୍ଞା। ଏଇଗୁଡାକୁ ଯିଏ ଚୋରି କରେ ହଁ। ତା ଅବସ୍ଥା କଣ ହୁଏ ଜାଣିଛୁ? କଣ? ଏ ବାପା ହଁ। ଦନେଇ ଦାସ ସୁନ୍ଦର ପଦଟେ କହିଲେ ହଁ। ଦନେଇ ଦାସ ବି ଏଇ ମାଟିର ପୁଅ ନାଇଆ ହଁ। କହିଲେ ଅନୁରା କନ୍ୟାକୁ ଯେ କରେ ରତି ଅନୁରା କନ୍ୟାକୁ ଯେ କରେ ରତି ଘରେ ବଡ ଯୁବତୀ ଘରେ ବଡ ଯୁବତୀ ପଶୁ ହରରେ କରେ ଆମର ପଶୁ ହରଣରେ କରେ ପାମର ଗୁରୁ ପତ୍ନୀ ଘରେ ଦେଉନର ଘର ପଛକେ ଘରେ ଦେଉନର ଲୁଚି କରି ଦେଖେ ପର ବିରତି ବିରତେ କରି ଦେଖେ ପର ପିରତି ଗୁହଦାହ করে ମତେ ଗହଦା করে ଦେବୁଢ ମତେ দুটি করে আড়া করো স্থান চুরি করে আড়া করে
ଜୟୀ ଦାସ କହିଲେ ଯିଏ ପରର ଧନ ଚୋରି କରିବ ଆଜ୍ଞା ପରର ଧାନ ଚୋରି କରିବ ହଁ ମିଛ କଥା ନୁହେଁ ଆଜ୍ଞା ଆଜ୍ଞା ପରର ଧନ ହଁ ଆଉ ପରର ଧାନ ଧାନ ହଁ ଯିଏ ଚୋରି କରିବ ଆଜ୍ଞା ଅନୁଡ଼ା କନ୍ୟାକୁ ଯିଏ ରତି କରିବ ହଁ ଗୁରୁଙ୍କର ପତ୍ନୀକି ଯିଏ ହରଣ କରିବ ହରଣ କରିବ ପଶୁ ସହିତ ଯିଏ ସଂସର୍ଗ କରିବ ହଁ ସିଏ ଅଧା ବୟସରୁ ମରିବ ମରିବ ହଁ ତେଣୁ ବିଦୁର ବୁଝେଇଲେ ଆଜ୍ଞା କହିଲେ ବାବୁ ଦୁର୍ଯ୍ୟୋଧନ ହଁ ତୁ ଗୋମାତାକୁ ଚୋରି କରି ବୋଲି ଯାଉଛୁ ନା ସିଆଡେ ମନ କରିନି ଗାଈକି ଚୋରି କରନା ନା କାହିଁକି କାହିଁକି ଆମେ ଗାଈକି ମା ବୋଲି କହୁଛୁ ହଁ ଗାଈକି ଚୋରି କରିବା ଯାହା ମାଲୋ ମାକୁ ଚୋରି କରିବା ସେଇଆ ଗାଈ ମାତାକୁ ହରଣ କରିବା ଯାହା ହଁ ମାତୃ ହରଣ କରିବା ସେଇଆ ସେଇଆ ଆଜ୍ଞା ପାଲା ଭିତରେ ଶିକ୍ଷା ହଁ ମୁଁ ତ କହିଛି ହଁ ମୁଁ ଇଆଡୁ ସିଆଡୁ କଥା କହିବିନି ନା ମୁଁ ପାଠ କଥା କହିବି ଆଜ୍ଞା ମୁଁ ମୋ ଭାଇନାଙ୍କ ଭଳିଆ ଲମ୍ବେଇବିନି ନାଇଁ ନା ମୁଁ ରୋକ ଟୋକରେ ଛିଡେଇବି ମୋ କହିବା କଥା କଣ ଗୋ ଗାଈକି ଆମେ ମା କହୁଛେ ହଁ କାରଣ କାରଣ ଗୋଶାସ୍ତ୍ର 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 ଆଜ୍ଞା କହିଲେ ସର୍ବଦେବ ଗୋପାଙ୍ଗେ ତୀର୍ଥାନିତ ପଦଭୂତ ତଦ୍ଗୃହେଷୁ ସ୍ୱୟଂ ଲକ୍ଷ୍ମୀ ତିଷ୍ଠତି ବା ସଦାପିତ গোসদাগত মুদাজৈ লোক কুরুতে নর স্নাতা ভবত সত্য আউ জয়স্তস্য পদে পদে বাপা ଆପଣ ମାନଙ୍କର ଗୋଶାସ୍ତ୍ରର ଲେଖକ ହେଲେ ସହଦେବ ଆଜ୍ଞା କନିଷ୍ଠ ପାଣ୍ଡବ ହଁ ସହଦେବ ସହଦେବ ବିରାଟ କଟକରେ ଯେତେବେଳେ ଗାଈ ଜଗଉଥିଲେ ଆଜ୍ଞା ସେତିକି ବେଳେ ସେ ଗୋଶାସ୍ତ୍ରଟା ଲେଖିଥିଲେ ହଁ ସେ କହିଲେ ଗାଈକି ଆମେ ମା କହୁଛେ ଆଜ୍ଞା କାରଣ ନା ସର୍ବଦେବ ଗବା ଅଙ୍ଗେ ଅଙ୍ଗେ। ଗବା ମାନେ ଗାଈ ଆଜ୍ଞା ଗାଈ ଅଙ୍ଗରେ ଆଜ୍ଞା ସବୁତକ ଦେବତା ମାନେ ଆଜ୍ଞା ଅଛନ୍ତି ବାସ କରିଛନ୍ତି ଗାଈ ଦେହରେ ଆଜ୍ଞା ଆମେ ତ ହିନ୍ଦୁ ନା ଆଜ୍ଞା ହଁ ଆମେ ଗୋରକ୍ଷକ ତେଣୁ ଗାଈ ଦେହରେ କୋଉ କୋଉ ଦେବତା ରହିଲେ ଦେଖିବା କହିଲେ ମୁଖ୍ୟ ବ୍ରହ୍ମା ଚୂଳେ ବିଷ୍ଣୁ ତଳେ ରୁଦ୍ର ପ୍ରତିଷ୍ଠିତ ଏ ପୁଅ ଆଜ୍ଞା। ଲମ୍ବେଇବାକୁ ଆଉ ସମୟ ନାଇଁ। ନାହିଁ କହିଲେ ମୁହଁରେ ବ୍ରହ୍ମା ହଁ ଚୂଳରେ ବିଷ୍ଣୁ ବିଷ୍ଣୁ ଗଳାରେ ରୁଦ୍ର ରୁଦ୍ର ଲୋମ କୂପେ ମହର୍ଷୟ ମହର୍ଷୟ ଗାଈର ପ୍ରତ୍ୟେକ ଲୋମରେ ଋଷି ଜଣେ ଜଣେ ଋଷି ଆଜ୍ଞା ବାସ କରିକି ଅଛନ୍ତି ଶୃଙ୍ଗେ ଚତ୍ୱାରି ବେଦ ହଁ ଗାଈ ସିଙ୍ଗେରେ ଆଜ୍ଞା ଚାରିଟା ବେଦ ଅଛି ଅଷ୍ଟନାଗ ଖୁରା ପତେଶୁ ଆଜ୍ଞା ଗାଈର ଚାରିଟା ପାଦରେ ଆଠଟା ନାଗ ଖୁରା। ଏ ଆଠଟା ଖୁରରେ ଅଷ୍ଟକୁଳା ନାଗ ଅଛନ୍ତି ମୂତ୍ର ଗଙ୍ଗୋଦ କଷାଇବ ହଁ ମଳସ୍ୟ ହରିଚନ୍ଦନ ହଁ। ଗାଈର ମୂତ୍ରଟା ବା ପରିସ୍ରାଟା ହଉଛି ଗଙ୍ଗା ଜଳ ହଁ। ଗାଈର ମଳଟା ହଉଛି ଚନ୍ଦନ ଚନ୍ଦନ ଉତରେ ଅଗ୍ନି ଦେବତା ଆଜ୍ଞା ଏ ପୁଅ ହଁ ଏମିତି ସବୁ ଦେବତା ମାନେ ଗାଈର ଅଙ୍ଗରେ ରହନ୍ତି ବାସ ଖାଲି କରିଛନ୍ତି ସେତିକି ନୁହଁ ନା ଆଜ୍ଞା ଆଜ୍ଞା ତଦଗୃହେଷୁ ସ୍ୱୟଂ ଲକ୍ଷ୍ମୀ ହଁ ତା ଘରେ ହଁ ସ୍ୱୟଂ ଲକ୍ଷ୍ମୀ ରହନ୍ତି ଆଜ୍ଞା ତା ଘରେ ବୋଲେ ଗାଈର ଘରେ ହଁ ଗାଈ ଘର କୋଉଟା ଆଜ୍ଞା ଗୁହାଳ ଗୁହାଳ ହଁ ଗାଈ ଗୁହାଳରେ ମା ଲକ୍ଷ୍ମୀ ଅଛନ୍ତି ରହନ୍ତି ଆଜ୍ଞା ଖାଲି ବାପା ସେତିକି ନୁହେଁ ନା ଗୋସ୍ପଦାକତ ମୁଦା ଯେହି ତିଳକ କୁରୁତେ ନର ହଁ ହଁ ମୁଦା ବୋଲେ ମାଟି ଆଜ୍ଞା ଗାଈ ଯୋଉ ଜାଗାରେ ଠିଆ ହେଇଥିବ ହଁ ସେଇ ଜାଗାରୁ ମାଟି ଟିକେ ନେଇକି ମୁଣ୍ଡରେ ଖାଲି ମାରିଦେବେ ତୀର୍ଥ ସ୍ନାତା ଭବେ ତ ସଦ୍ୟ ହଁ। ଜୟସ୍ତସ୍ୟ ପଦେ ପଦେ ଚନ୍ଦନ ମାରିବା ଦରକାର ନାହିଁ ନା କିଛି ମାରିବା ଦରକାର ନାହିଁ ନା ଗାଈ ପାଦର ମାଟି ଟିକେ ମାରିକି ଜୁଆଇ ଯିବେ ଆଜ୍ଞା ନିଶ୍ଚିତ ଜୟ ଲାଭ ଜୟ ଲାଭ ହବ 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 ସେଇଥିପାଇଁ ଆମେ ଗାଈକି ମା ଡାକୁଛେ ହଁ। ଖାଲି ସେତିକି ନୁହଁ ବାପା ନା ଗୋଶାସ୍ତ୍ର କହିବାକୁ ସମୟ ନାହିଁ ଏ ତ 4 ଦିନ ପାଲା କଥା ଆଜ୍ଞା ଏ ଆଜ୍ଞା ଗୋଶାସ୍ତ୍ର ବିଷୟରେ ବେଶୀ କଥା ମୁଁ କିଛି କହିବିନି ନା ଗାଈ ଏମିତି ଗୋଟେ ଜୀବ ହଁ 3 ଲୋକର ଉପକାର କଲା ହଁ ହଁ ଦେବତା ମାନଙ୍କର ଉପକାର କଲା ଆଜ୍ଞା ମଣିଷ ମାନଙ୍କର ଉପକାର କଲା ଉପକାର କଲା ଏ ପୃଥିବୀର ଉପକାର କଲା କଣ ଦେବତା ମାନଙ୍କର କଣ ଉପକାର କଲା ଦେଖିବା ଗାଈ ଆମକୁ କଣ ଦଉଛି ଆଜ୍ଞା ଗାଈ ଆମକୁ କଣ ଦଉଛି କଣ ଦଉଛି ମୋ ମା ମାନେ ହଁ। ସମସ୍ତେ ଆସି ତ ପାଲା ଦେଖିବାକୁ ପାଲା ଶୁଣ ହଁ 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 ପାଲା ଭିତରେ ଶିକ୍ଷା ଆଜ୍ଞା ଗାଈ ଆମକୁ କଣ ଦଉଛି କଣ ଦିଏ ଶୁଣ ଗୋଟେ ଶ୍ଲୋକ ବାପା ଆଜ୍ଞା। ସେଇ ଗୋଶାସ୍ତ୍ର ହଁ। କଣ କହିଲେ କଣ? କହିଲେ ତତ୍ତ୍ୱା ନିନ୍ଦି ପିୟୁଷ ଘୃତ ଲବଣୀ ପୟମ ମୃତେ କେଦାରସ୍ୟ ଶ୍ରୀ ବର୍ଦ୍ଧନାୟ ସପୁରୀ ସପପୟ ବଳିଷ୍ଠ ବଳିପଦ ମୃତେ ତଦୁପାନ ହି ଯନ୍ତ୍ରାଳୟ ଗୁଧ୍ର ବସାଣୁ ତା ଭୁବୌ ଚୌଦନାନାଂ ପ୍ରବିତର
ଶିବ ଦେବ ଦତ୍ତା ଦତ୍ତା ବୋଲେ ଦିଏ ଗାଈ କଣ ଦିଏ କଣ ନା ନିନ୍ଦି ପିୟୁଷ ଆଜ୍ଞା ପିୟୁଷ ବୋଲେ ଅମୃତ ଅମୃତ ଅମୃତକୁ ନିନ୍ଦା କରୁଥିବା ପଦାର୍ଥ ଗୁଡାକ ଗାଈ ଦିଏ ଗାଈ ଦିଏ ଆମେ ଯୋଉ ପଞ୍ଚାମୃତ ତିଆରି କରୁଛେ ଆଜ୍ଞା ଆଜ୍ଞା କରୁଛେ କି ନାଇଁ ହଁ ଦଧି ଦୁଗ୍ଧ ହଁ ଘିଅ ଘିଅ ଇଏ ତିନିଟା ଯାକ ମୁଖ୍ୟ ଆସିଲା କାଠୁ ଗାଈଠୁ ଗାଈଠୁ ଆଜ୍ଞା ଲାଗିଲା ପଞ୍ଚାମୃତରେ ଆଜ୍ଞା ପଞ୍ଚାମୃତଟା ପ୍ରଥମେ କାହା କାମରେ ଲାଗିଲା ଦେବତା ମାନଙ୍କର ଦେବତାଙ୍କ କାମରେ ଆଜ୍ଞା ସାର ପ୍ରଥମେ ଦେବତା ମାନଙ୍କର ଗାଈ ଉପକାର କଲା କଲା ଦ୍ୱିତୀୟରେ ତା ଘିଅ ଖାଇଲେ କ୍ଷୀର ଖାଇଲେ ଦହି ଖାଇଲେ ହଁ ଏ ମଣିଷ ସମାଜର ଉପକାର କଲା ଉପକାର ନା ହେଲା କଲାନି ଆଜ୍ଞା ତୃତୀୟରେ କଣ ପୃଥିବୀର ହଁ ପୃଥିବୀର କଣ ଉପକାର କଲା କଣ ନା ପୟ ଅମୃତ କେଦାରସ୍ୟ ହଁ ପୟ ବୋଲେ ଜଳ ବା ଗାଈର ଜଳ ବୋଲେ ଗାଈର ମୂତ୍ର ଅମୃତ ବୋଲେ ଗୋବର ଆଜ୍ଞା ତା ମୂତ୍ର ଗୁଡାକ ଆମ ବିଲରେ ଚାଷ କେଦାର ବୋଲେ ଶସ୍ୟ କ୍ଷେତ୍ର ହଁ ହଁ ଶସ୍ୟ କ୍ଷେତ୍ରରେ ନେଇକି ସାର କରିକି ପକେଇଲେ ଆଜ୍ଞା ଖାଲି ବାପା ସେତିକି ନୁହଁ ନା ବେରଶ୍ରୀ ବର୍ଦ୍ଧନାୟ ସପୁରୀ ସପପୟ ହଁ ବଳିଷ୍ଠ ବଳିର୍ବଦ ହଁ ବଳିର୍ବଦ ବୋଲେ ବଳଦ ବଳଦ ଗାଈ ପେଟରୁ ଯୋଉ ଛୁଆଟା ଜନ୍ମ ହେଲା ଆଜ୍ଞା ସେ ଆଜ୍ଞା ବଳଦ ହେଲା ହେଲା ହଁ ଏ ବଳଦ କଣ କଲା ହଁ ନା ଜୀବନ ସାରା ଆମ ଜମିରେ ତାକୁ ଆମେ ଖଟେଇଲେ କ୍ଷେତରେ ଖଟେଇଲେ ଯେତେବେଳେ ତା ବାର୍ଦ୍ଧକ୍ୟ ଅବସ୍ଥା ଆସିଲା ଆଜ୍ଞା କାର ବଳଦର ବଳଦର ତାକୁ ହଡା ହେଇଗଲା ଭାବି ଆଜ୍ଞା ଆମେ ତାକୁ ଫିଟେଇ ଦେଲେ ଫିଟେଇ ଦେଲେ ଛାଡିଦେଲେ ହଁ ସେ ବାଟରେ ଘାଟରେ କୋଉଠି ପଡିକି ସେ ମଲା ମଲା ଆଜ୍ଞା ଆମେ ମଣିଷ କେଡେ ବେଇମାନେ ହେଇଗଲେ ଦେଖନ୍ତୁ ଆଜ୍ଞା ହଁ 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 ଯୋଉ ବଳଦ ଆମର ଏତେ ଉପକାର କଲା ଆଜ୍ଞା ସେ ବଳଦ ହଡା ହେଇଗଲା ବୋଲି ଆମେ ତାକୁ ଛାଡିଦେଲେ ଛାଡିଦେଲେ। ଛାଡିଦେଲା ପରେ ଆଜ୍ଞା ସେ ବାଟରେ ଘାଟରେ ପଡିକି ମାଲ କୋଉଠି ମରିଗଲା ହଁ ମଲା ପରେ ମଧ୍ୟ ହଁ ହଁ ମାଲିକ ପାଖରେ ସେ କୃତଜ୍ଞ ହେଇନି ନା ମଲା ପରେ ବି ଉପକାର କଲା ମଲା ପରେ କି ଉପକାର କଲା କଣ ଉପକାର କଲା ହଁ ନା ମୃତ୍ୟୁ ତଦୁ ପାନ ହି ଯନ୍ତ୍ରାଳୟ ଗୁତ୍ରର ସାଣୁ ଫଳ ଫଳ ମରିଯିବା ପରେ ଆଜ୍ଞା ତା ହାଡ ଗୁଡାକ ଗୁଣ୍ଡ କରିକି ଆଜ୍ଞା ଯନ୍ତ୍ରାଳୟ ବୋଲେ ମେସିନରେ ପକେଇକି ହଁ ସାର ତିଆରି କଲେ ସାର ତିଆରି ହେଲା ବାପା ସାର ତିଆରି କଲେ କି ନାଇଁ ହଁ ସାର ତିଆରି କଲେ ଯା ଭୁବ ଉଚ୍ଚ ଉଚ୍ଚ ନା ନାହିଁ ହଁ ପ୍ରଭୁତର ତୁ ଶିବ ଦେବ ମୟାଙ୍ଗୀ ଯୋଉ ଗାଈ ଏତେ ଉପକାର କରୁଛି ହଁ ସିଏ ମା ହବନି ହଁ ତାକୁ ଚୋରି କରିବା ଆଜ୍ଞା ତେଣୁ ଭୋରେ ଗାଈ ଏମିତି ଗୋଟେ ଜିନିଷ ହଁ ଗାଈ କି ଯାହା ମାଗିବ ଗାଈ ତାହା ଦବ ଦବ ପାଲା ତ ହବ ଆଜ୍ଞା ହଁ ପାଲା ଭିତରେ ଯଦି ଜନ ସଚେତନତା କାର୍ଯ୍ୟକ୍ରମ ନଥିବ ନାହିଁ ସେ ପାଲାର ମହତ୍ଵ କଣ ଅଛି ହଁ ଆଉ ଖାଲି ନମ୍ବେଇ ଦେଇକି ଗାଈ ଦେଲେ ପାଲା ନା ମୋ ବୋପାଲୋ ପାଲା ବୋପାଲୋ ର ସାରେ ହଁ ଗାଈ କି ଯିଏ ଯାହା ମାଗିବ ଦବ ଗାଈ କି ଯିଏ ଯାହା ମାଗିବ ହଁ ଗାଈ ଦବ ସାରେ ହଁ ମୋ ସାନ ଭାଇ ହଁ ବିବାହ ହବାର 22 ବର୍ଷ ହେଲାଣି ହଁ ବହୁତ ଡାକ୍ତର ଦେଖେଇଲାଣି ହଁ ବୈଦ ଗୁଣିଆ ଦେଖେଇଲାଣି ହଁ ଅନେକ ଦେବାଦେବୀଙ୍କୁ ପୂଜା କଲାଣି ହଁ ପୁତ୍ର ସନ୍ତାନ ହଉନାହାନ୍ତି କାଲି ଗଲେ ଆଡୁ କାଲି ପାଲା ସରିବ ହଁ ପରଦିନ ସକାଳୁ ଯିବି ହଁ ଆମର ଗାଈ 5 ପଟ ଅଛନ୍ତି ହଁ କହିବି ଗାଈକି ପୁଅଟେ ମାଗେ ସେ ଦବ ଆଉ ତମ ବଂଶରେ ତୁ ଗୋଟାକ ପଣ୍ଡିତ ନା ଆଉ କେତେ ଜଣ ଅଛନ୍ତି ଆପଣ ଯାହା କହିଲେ ମୁଁ ସେଇଆ କହିବି ଆରେ ଆଜ୍ଞା ଗାଈ କି ଯାହା ମାଗିବ ଗାଈ ତାହା ଦବ ବୋଲି ତୋ ଭାଇ ବହୁତା ବାଞ୍ଛି ହେଇକି ଅଛି ଯେ ହଁ ସିଏ ତତେ ଗାଈ କି ପୁଅଟେ ମାଗିଲେ ଗାଈ ତାକୁ ପୁଅଟେ ଦବ ଆପଣ କହିଲେ ଯିଏ ଯାହା ମାଗିବ ଦବ ଗାଈ କି ମାଗିଲା ଭଳିଆ ମାଗିଲେ ଦବ ନା ହଁ ଗାଈ କି ସେବା କଲେ ଗାଈ ପୁଅ ଦବ ନା ଆଜ୍ଞା ଗାଈ ପୁଅ ଦେଇନି କାହାକୁ ଦେଇଛି ଗାଈ ପୁଅ ଦେଇନି କୋଉଠି ଦେଇଛି କାହାକୁ ବହି ପଢୁନୁ ହଁ ଦେଖୁନୁ କୋଉଠୁ ଶୁଣିକି ଜାଣିଛୁ ପାଲା ଗାଈ ବୋଲି ତୁ କଣ ଜାଣିଛୁ ହଁ ଗାଈ ପୁଅ ଦେଇନି କାହାକୁ ଦେଇଛି ରଘୁବଂଶ ହୋଇ ଜାତ ରାଜା ଦୀପ ସେ ଦିଲ୍ଲୀପ ରାଜା ଦୀପ ସେ ଦିଲ୍ଲୀପ ରାଜା ଦୀପ ସେ ଦିଲ୍ଲୀପ ବାପା କେଡେ ସୁନ୍ଦର ମହତ୍ଵ ବାଣୀ ଦେଖନ୍ତୁ ଆଜ୍ଞା ଗାଈ ପୁଅ ଦେଇନି କାହାକୁ ଦେଇଛି ଯାହା ନାଁ ଅନୁସାରେ ରଘୁବଂଶ ହେଲା ହଁ ରଘୁ ବୋଲି ଯୋଉ ପୁଅଟା ଦିଲ୍ଲୀପଙ୍କର ଜନ୍ମ ହେଲା ଆଜ୍ଞା ସେ ପୁଅଟାକୁ କିଏ ଦେଇଥିଲା କି
ଗାଈ ଗାଈ ଆଶୀର୍ବାଦରୁ ସେ ପୁଅଟା ଦେଇଥିଲା ମିଳିଛି। ହଁ ତେଣୁ ବାପା ଆଜ୍ଞା ବିଦୁର ବୁଝେଇଲା ହଁ କହିଲା ମୋ ଧନ ହଁ ଦୁର୍ଯ୍ୟୋଧନ ତୁ ଗାଈ ଚୋରି କରିବାକୁ ଯାଅ ନା ଯାଆନି। ହଁ ପାଖରେ ଠିଆ ହେଇଥିଲା କିଏ ଶକୁନି। ଶକୁନି ଶକୁନି କହିଲା ଯଦି ଦୁର୍ଯ୍ୟୋଧନ ବିଦୁର କଥାରେ ପରିଚାଳିତ ହେଇଯିବ ହଁ ତାହେଲେ ମୋର ସବୁତକ ପରିଶ୍ରମ ବୃଥା। ମୋ ଇଚ୍ଛା ପୂର୍ଣ୍ଣ ହବନି। ଶକୁନି ଡାକିଲା ବିଦୁରକୁ ହଁ କହିଲା ବିଦୁର ହଁ ତୁ କଜଳ ପାଟିଆ ଭଦ୍ରଲୋକ ହେଇକି ରେ କାଲି ମୋ ସନା ଭାଇନା କଣ କହୁଥିଲା କଣ କହିଲା ତମକୁ ମୁଁ କହୁନି କିଛି ନାଇଁ ବୋଲା ହେ କଜଳ ପାଟିଆ ଭଦ୍ରଲୋକ ଭଦ୍ରଲୋକକୁ କହିବି କହୁଛି। ହଁ କଜଳ ପାଟିଆ ଭଦ୍ରଲୋକ କାହାକୁ କହୁଛି ଶିଖ ହଁ କିଏ କଜଳ ପାଟିଆ ଭଦ୍ରଲୋକ ହଁ ଡାକିଲା ଶକୁନି ହେଲା କହିଲା ବିଦୁର ହଁ କଜଳ ପାଟିଆ ଭଦ୍ରଲୋକ କାହାକୁ କହୁଛି କାହାକୁ ନା ନିଜ ସ୍ୱାର୍ଥରେ ହଁ ବ୍ୟାଘାତମ କରୁଥିବା ଲୋକକୁ ହଁ କଜଳ ପାଟିଆ ଭଦ୍ରଲୋକ କୁହାଯାଏ କୁହାଯାଏ। ହଁ ତାହେଲେ ହଁ ଦୁର୍ଯ୍ୟୋଧନକୁ ତୁ ଭୁଲ ବାଟରେ ନେଉଛୁ ବିଦୁର ହଁ ରଥ ଶର୍ମା କହିଲେ ହଁ ସୁନ୍ଦର ପଦୁଟେ କହିଲେ ଶକୁନି ବୋଲେ ନ ବଜା ଧର୍ମ ଶକୁନି କହିଲେ ହେ ବିଦୁର ତମେ ଯୋଉ ବିରାଡି ବୈଷ୍ଣବ ସାଜିକି ଏଠିକି ଆଇଛ ତମ ବିରାଡି ବୈଷ୍ଣବ ପଣ ମୁଁ ଛଡେଇଦେବି। ତମେ ଯୋଉ କଜଳ ପାତିରା ଭଦ୍ରଲୋକ ଦେଖାଉଛ ହଁ ତମ କଜଳ ପାତିରା ଭଦ୍ରଲୋକ ମୁଁ ଏଠି ଛଡେଇଦେବି ତୁ ଯାହାର ଖାଉଛୁ ତା ବିରୁଦ୍ଧରେ ଗାଉଛୁ। ମୋ ଭଣଜା ଦୁର୍ଯ୍ୟୋଧନର ଅର୍ଣ୍ଣ ତୁ ଖାଉଛୁ। ହଁ ଦୁର୍ଯ୍ୟୋଧନ ଅର୍ଣ୍ଣରେ ତୁ ପ୍ରତିପାଳିତ ହଉଛୁ ଗଲା ଯାହାର ଛତ୍ର ଛାୟା ତଳେ ପାତି ଅଛୁ ମୁଁ